ନିଜକୁ ନମ୍ର କରିବ, ନିଜକୁ ଯିଏ ନମ୍ର କରିବ ପ୍ରଭୁ ତାହାକୁ ଉନ୍ନତ କରିବେ। ଆପଣ ଯଦି ପଢ଼ିବେ ମାଥୁ 23ର ଯଦି 12 ପଦ ଯଦି ପଢ଼ିବେ ସେ ଲେଖା ହେଇଛି ଯେ ନିଜକୁ ନତ କରିବ ପ୍ରଭୁ ତାହାକୁ ଉନ୍ନତ କରିବେ। ମୁଁ ଏଠି କ'ଣ କହିବାକୁ ଚାହୁଁଛି, ଆମେ ନିଜକୁ ନମ୍ର କରି ନିଜକୁ ନତ କରିକି ଆମର ରବିବାର ଦିନ ଗୀର୍ଜା ଯିବା ଉଚିତ। ଗୀର୍ଜା ସମୟରେ ଆଉ କୌଣସି କାମ କରିବା ଉଚିତ ନୁହଁ। ଆଉ ବିଶ୍ରାମ ବାରକୁ ଆମେ ପବିତ୍ର ରୂପେ ପାଳନ କରିବା ଆବଶ୍ୟକତା ଅଛି। ସେଥିପାଇଁ ଆପଣମାନେ ଯଦି ନମ୍ର ଭାବରେ ପ୍ରଭୁ ନିକଟକୁ ଯଦି ଆସିବେ, କ'ଣ କରିବେ? ପ୍ରଭୁ ଦୟାକାରୀ, କେତେ ପର୍ଯ୍ୟନ୍ତ ଦୟାକାରୀ? 1000 ବର୍ଷ ପର୍ଯ୍ୟନ୍ତ ନିଜର ପୁତ୍ର ପୁତ୍ରାଦି ପର୍ଯ୍ୟନ୍ତ ସେ ଦୟାକରି ଆଶୀର୍ବାଦ କରିକି ସେ ଚାଲିବେ। ଆଉ ପ୍ରଭୁ ଆଶୀର୍ବାଦ କରି ଚାଲିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ବର୍ତ୍ତମାନ ଟିକେ ଚିନ୍ତା କରିବା ସେଇ ଯେଉଁ ବାକ୍ୟ ବିଷୟରେ ଚିନ୍ତା କରିବା। ବାକ୍ୟ ହେଉଛି ପରମାନେଣ୍ଟ, ନାଇଁ କି? ଏଇ ପୃଥିବୀ ହୁଏତ ଯଦି କ'ଣ ହେବ, ଯଦି ନ୍ୟୁକ୍ଲିୟର ବୋମ୍ ଯଦି ପୃଥିବୀ ଉପରେ ପଡ଼ିଲେ ଆଉ ପୃଥିବୀ ଧ୍ୱଂସ ହେବାର ଚାନ୍ସ ଅଛି। ସେଇ କଥା ସେ ପ୍ରଥମ ଭିତରେ ଆମେ ପଢ଼ିବୁ, ନାଇଁ କି? ପ୍ରଥମ ଭିତରେ 1:24 ପଦରେ ଆମେ କ'ଣ ପଢ଼ିବୁ? ଆଉ ଟିକେ ସେଇଟା ପଢ଼ିଦେବ। ଆଉ ସେଇଟା କି ଆମେ ଧ୍ୟାନ ଦେବା। ସେଠି କ'ଣ ଲେଖା ହେଇଛି ଦେଖନ୍ତୁ। ଆମେନ୍, ହାଲେଲୁୟା। ଏଇଠି ଆଉ ଗୋଟେ ୱାର୍ଡ ଆପଣ ଦେଖିବେ, ସୁସମାଚାର। ସୁସମାଚାର ପ୍ରଚାରିତ ହେଉଛି। ସେଇ ସୁସମାଚାର ବିଷୟରେ ପ୍ରଭୁ ଯୀଶୁ ନିଜେ କହିଛନ୍ତି, ଗୋଟେ ପଦ କହିଛନ୍ତି। ମାର୍କର 16 ପର୍ବର 15 ପଦରେ କ'ଣ କହୁଛନ୍ତି ପ୍ରଭୁ ଯୀଶୁ ନିଜେ? ସେ ଦେଖନ୍ତୁ ଶୀଘ୍ର ଏଇଟା ଆମେ ପଢ଼ିବା। ସମସ୍ତ ମାନବ ନିକଟକୁ ଯାଇକି ସର୍ବତ୍ର ନା କ'ଣ ଲେଖା ହେଲା? ସେଟା ଆଉଥରେ ପଢ଼ି ଦିଅନ୍ତୁ। ତୁମେମାନେ ସମୁଦାୟ ଜଗତକୁ ଯାଇକି ସମସ୍ତ ମାନବ ଜାତି, କେତେ ପ୍ରକାର ଜାତି ଅଛି ଆମେ ଜାଣୁ ନା, ଗୁଡ଼ାଏ ବହୁତ ଗୁଡ଼ାଏ। ଆମର ଏଇଠି ଆମେ ଦେଖୁଥିଲୁ ଆମର ଏସି କାଷ୍ଟର, ଏସି ବା ସେଡ୍ୟୁଲ୍ କାଷ୍ଟର ଲୋକମାନେ 93 ପ୍ରକାର ଲୋକମାନେ ଆମେ ଆମ ଓଡ଼ିଶାର 93। ଆଉ ଏସ୍ଟିର ଯେଉଁମାନେ ଆଦିବାସୀ ବା ଜନଜାତି କୁହାଯାଏ, ସେମାନେ ପ୍ରାୟ 45ରୁ ଅଧିକ ଲୋକ ଅଛନ୍ତି। ଏଭଳିଆ ଯେତେ ସବୁ କାଷ୍ଟ ଅଛନ୍ତି ସେମାନଙ୍କ ମଧ୍ୟରେ ଯାଇକି ସୁସମାଚାର ପ୍ରଚାର କରିବା ପାଇଁ ବୋଲି ପ୍ରଭୁ ଯୀଶୁ ନିଜେ କହୁଛନ୍ତି। ଏଇଠି ପ୍ରଶ୍ନ ଉଠିପାରେ ଯେ ସୁସମାଚାର କ'ଣ? ସୁସମାଚାର କ'ଣ? ସୁସମାଚାରର ଅର୍ଥ କ'ଣ ଆମକୁ ବୁଝିବାକୁ ପଡ଼ିବ। ସୁସମାଚାର ଅର୍ଥାତ୍ ଗୁଡ୍ ନ୍ୟୁଜ୍, ଶୁଭ ସମାଚାର ବା ଗୁଡ୍ ନ୍ୟୁଜ୍, ବା ଇଂରାଜୀରେ ଗସ୍ପେଲ୍ ବୋଲି କୁହାଯାଏ। ଗୋ ଏଣ୍ଡ ଟେଲ୍, କୁହ ଯାଇକି କୁହ। କ'ଣ କହିବ? ମନୁଷ୍ୟ ପାପରେ କ'ଣ ଥିଲା? ପୀଡ଼ିତ ଥିଲା। ମନୁଷ୍ୟ ପାପରେ ପୀଡ଼ିତ ଥିଲା। ତାପରେ କ'ଣ ହେଲା? ସିଏ ମନା କରିଥିବା ଫଳକୁ ସେ ଖାଇଲେ, ନାଇଁ କି? ମନା କରିଥିବା ଫଳକୁ ସେ ଖାଇଲେ। ଆଦି ପୁସ୍ତକ ଶୀଘ୍ର ଟିକେ ଆମେ ଦେଖିବା। ଆଦି ପୁସ୍ତକ 3 ପର୍ବର 7, 8, 9 ଟିକେ ପଢ଼ିଦିଅନ୍ତୁ। ତାପରେ 10 ପଦ ବି ପଢ଼ି ଦିଅନ୍ତୁ। ତାପରେ ଆପଣ ଯଦି 11, 12, 13, 14 ଯଦି ଆପଣ ପଢ଼ିବେ, ସେଇଠି ଆପଣମାନେ ଦେଖିବେ ସେ କ'ଣ ଲେଖା ହେଇଛି ଯେ ପ୍ରଭୁ କହିଥିଲେ ଯେ, ମନା କରିଥିଲେ, ନାଇଁ କି? ଉଦ୍ୟାନର ସମସ୍ତ
ଫଳ ଖାଇବା ପାଇଁ କହିଦେଲେ ଆମେ ସେ ଗପଟା ସବୁ ଜାଣିଛୁ, ସେଇ କାହାଣୀଟା ସେଇ ଯେଉଁ ଘଟଣାକୁ ଆମେ ସବୁ ଜାଣିଅଛୁ। ଏଇଠି ସନ୍ଧ୍ୟା ସମୟରେ କ'ଣ କରୁଛନ୍ତି ପ୍ରଭୁ ନିଜେ ଆସିକି କ'ଣ କହୁଛନ୍ତି? 8 ପଦରେ ଆମେ ଦେଖୁଛୁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାହାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ଯେତେବେଳେ ପ୍ରଭୁ ଯୀଶୁ ପ୍ରଭୁ ଈଶ୍ୱର ସଦାପ୍ରଭୁ ଆସିକି କ'ଣ ଚାହୁଁଥିଲେ? ସିଏ ଯେ ତାଙ୍କର ଆଦମ ସହ ଏବଂ ଭଗବାନଙ୍କ ସହିତ କ'ଣ କରୁଛନ୍ତି? ସେ କଥାବାର୍ତ୍ତା ହେବା ପାଇଁ ଚାହୁଁଛନ୍ତି, ନାଇଁ କି? ଚାହୁଁଛନ୍ତି କି ନାଇଁ? ଆପଣ ଜାଣିପାରୁନାହାନ୍ତି? ଏଇଠି ଦେଖନ୍ତୁ 9 ପଦରେ ସେ କହୁଛନ୍ତି ତୁମେ କେଉଁଠାରେ, ନାଇଁ କି? ଏଠି କ'ଣ କହୁଛନ୍ତି? 9 ପଦରେ ଦେଖିଲେ ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମକୁ ଡାକି କହିଲେ ତୁମେ କେଉଁଠାରେ? ଆଦମକୁ ସେ କହିଥିଲେ ଯେ ତୁମେ କ'ଣ ସେ ବୃକ୍ଷର ଫଳ ଖାଇବ ନାହିଁ। ଆଉ କ'ଣ କହିଥିଲେ ସେ? ଆଉ ସେ ଯେଉଁ ମଧ୍ୟସ୍ଥାନରେ ସମସ୍ତ ବୃକ୍ଷର ଫଳ ଖାଇପାରିବ ବୋଲି କହିଥିଲେ ଉଦ୍ୟାନରେ, କିନ୍ତୁ ମଧ୍ୟସ୍ଥାନରେ 2ଟି ବୃକ୍ଷ ଥିଲା, ନାଇଁ କି? କ'ଣ ସେ ବୃକ୍ଷ ନା? ଗୋଟେ ହେଲା ଶସ ଜ୍ଞାନଦାୟକ ବୃକ୍ଷ, ଆଉ ଗୋଟେ ଅମୃତ, କ'ଣ କି ନାହିଁ? ସେଇଟାକୁ ସେ ଶସଦାୟକ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବା ପାଇଁ ସେ ମନା କରିଥିଲେ। ତାପରେ ଏମାନେ କ'ଣ କଲେ? ତାହାକୁ ଖାଇଦେଲେ। ଖାଇଦେଇ ସାରିଲା ପରେ କ'ଣ ହେଲା? ସେମାନେ ନିଜକୁ ଜାଣିପାରିଲେ। ପ୍ରଭୁ ଆଜି ମଧ୍ୟ ଆପଣ ସହିତ ମୋ ସହିତ କଥାବାର୍ତ୍ତା ହେବା ପାଇଁ ଚାହାନ୍ତି। ପାଉଲ ବାବୁ, ପାଉଲ ବାବୁ, ପାଉଲ ବାବୁ, ପ୍ରଭୁ ସନ୍ଧ୍ୟା ସମୟରେ ବା ଦିନବାସନରେ ବା ଦିନରେ ମଧ୍ୟ ସେ ମୋତେ ଡାକନ୍ତି, ମୋ ସହିତ କଥାବାର୍ତ୍ତା କରିବା ପାଇଁ ଚାହାନ୍ତି। ପ୍ରିୟ ଭାଇ ଓ ପ୍ରିୟ ଭଉଣୀ, ଆପଣଙ୍କ ସହିତ ମଧ୍ୟ ପ୍ରଭୁ କଥାବାର୍ତ୍ତା କରିବା ପାଇଁ ଚାହାନ୍ତି। ତମେ ଟିକେ ସମୟ ବାହାର କର, ମୋ ସହିତ ଟିକେ କଥାବାର୍ତ୍ତା କର। ଆପଣ ଏଇନା ପଚାରିବେ ଯେ ପ୍ରଭୁ କୋଉଠି ଅଛନ୍ତି ଯାଇକି ଆମେ କଥାବାର୍ତ୍ତା କରୁ? ଏଇ ବାକ୍ୟ ହେଉଛି କ'ଣ? ତାଙ୍କର ମୁଖ ନିଃସୃତ ବାକ୍ୟ, ତାଙ୍କର ମୁଖ ନିଃସୃତ ବାକ୍ୟ। ଆମେ ଶୀଘ୍ର ଦେଖିବା ପ୍ରକାଶିତ ବାକ୍ୟ 19:13 ପଦ ବି ପଢ଼ିବା। ସେ ରକ୍ତ ନିମୋଜିତ ବସ୍ତ୍ର ପରିହିତ ଏବଂ ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। ଏଇ ଯେଉଁ ବାକ୍ୟ ଆମକୁ ଦିଆଯାଇଛି, ଏଇ ବାକ୍ୟ ତୁମେ ଟିକେ ପଢ଼। ପାଉଲ, ମୋତେ ପ୍ରଭୁ କହନ୍ତି, ପାଉଲ ତୁମେ ଟିକେ ଏଇ ବାକ୍ୟକୁ ଟିକେ ପଢ଼, ଧ୍ୟାନ କର, ଆଉ ଘରକୁ ଯାଇକି ସମୟ ଟିକେ ବାହାର କର, ମୋ ସହିତ କଥାବାର୍ତ୍ତା କର। ମୁଁ ତୁମ ସହିତ କଥାବାର୍ତ୍ତା କରିବା ଚାହୁଁଛି, ମୁଁ ତୋତେ ବ୍ଲେସ୍ କରିବା ଚାହୁଁଛି, ମୁଁ ତୋତେ ସୁସ୍ଥତା ଦେବା ପାଇଁ ଚାହୁଁଛି, ମୁଁ ତୋତେ ସଫଳ ଦେବା ଚାହୁଁଛି, ମୁଁ ତୁମକୁ ଶାନ୍ତି ଦେବା ପାଇଁ ଚାହୁଁଛି। ତୁମେ ଟିକେ ବସ, ସମୟ ମୋ ପାଇଁ ଟିକେ ବାହାର କର, ମୁଁ ତୁମ ସହିତ ଟିକେ କଥାବାର୍ତ୍ତା କରିବା ପାଇଁ ଚାହୁଁଛି ବୋଲି ପ୍ରଭୁ କହିଲେ। ଜୀବନ ଯଦି ଆପଣ ଯଦି ଦେଖିବେ ଲେଖା ହେଲା କ'ଣ? ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱର ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। ଏଇ ବାକ୍ୟ ଆମକୁ କଥା କହିବା ପାଇଁ ଚାହେଁ। ଏଇ ବାକ୍ୟ ଦ୍ୱାରା ଆମେ କ'ଣ କରୁ? ଆଶୀର୍ବାଦ ପ୍ରାପ୍ତ କରୁ। ଏଇ ବାକ୍ୟ ଦ୍ୱାରା, ଏଇ ବାକ୍ୟ କ'ଣ ଆମ ପାଇଁ ବୋଲିକି କ'ଣ? ଆମ ପାଇଁ ପଥ ପ୍ରଦର୍ଶକ। 119 ଗୀତ ସେଟା 119 105ରେ ଲେଖା ହେଲା। କ'ଣ ଲେଖା ହେଇଛି ସେଠି? ସେଠି କ'ଣ ଲେଖା ହେଇଛି? ମୁଖସ୍ଥ ପଦ ଆପଣମାନେ ଜାଣନ୍ତି, ଯଦି କହିଦିଅନ୍ତୁ ଶୀଘ୍ର ଶୀଘ୍ର। କ'ଣ ଲେଖା ହେଇଛି? ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ, ଆଉ ମୋ ପଥ ପାଇଁ ଆଲୁଅ ଅଟେ। ଆପଣ ଯଦି ବାକ୍ୟ ଯଦି ପଢ଼ିବେ, ବାକ୍ୟ ଅନୁଯାୟୀ ଯଦି ଚାଲିବେ, ବାକ୍ୟରେ ଆପଣ ଯଦି କାର୍ଯ୍ୟ କରିବେ, ବାକ୍ୟ ଅନୁଯାୟୀ ଜୀବନ ଯଦି କାଟିବେ, ତାହେଲେ କ'ଣ ହେବ? ଆପଣଙ୍କୁ ଆପଣ ଝୁଣ୍ଟି ପଡ଼ିବେନି। ରାସ୍ତାରେ ଗଲାବେଳକୁ ଝୁଣ୍ଟି ପଡ଼ିବେନି। ରାସ୍ତାରେ ତ ଆପଣଙ୍କର ଆଖି ବନ୍ଦ କରିକି ଯିବେ, ଝୁଣ୍ଟି ପଡ଼ିବେନି ନୁହଁ। ଆପଣ ଝୁଣ୍ଟି ପଡ଼ିବେ ନାହିଁ, ଦେଖିକି ଯିବେ। ଆପଣଙ୍କର ଆଖି ଅଛି, କିନ୍ତୁ ଯେତେବେଳେ ଆମେ ଅନେକ କାର୍ଯ୍ୟ କରିଥାଉ, ଆମେ ଭୁଲ କାର୍ଯ୍ୟ କରିବା ନାହିଁ, ଭୁଲ କାର୍ଯ୍ୟ କରିପାରିବା ନାହିଁ। ପ୍ରଭୁ ଆମକୁ ଜଣେଇ ଦେବେ। ତାଙ୍କର ବାକ୍ୟ ଯଦି ଆମେ ଯଦି ପାଳନ କରିବା, ତା ବାକ୍ୟ ଯଦି ଆମେ ଯଦି ପାଠ କରିବା, ଏ ବାକ୍ୟ ଅନୁଯାୟୀ ଯଦି ଜୀବନ ଯଦି ଆମେ କାଟିବା, ତାହେଲେ କ'ଣ କରିବେ? ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ଆମେ ଦେଖୁଥିଲୁ ଗୋଟେ ବାକ୍ୟ ଦେଖିଲୁ ନା, ଯାତ୍ରା ପୁସ୍ତକ 20:6 ପଦରେ ଆମେ ଦେଖିଲୁ, ନାଇଁ କି? କ'ଣ ଦେଖିଲୁ? ପ୍ରଭୁ ଦୟାକାରୀ ଆଉ ଆମର
सहस्र पुरुष पर्यंत से दयाकारी आम जदि आज्ञा जदि पालन करवा आज्ञा जदि आम जदि मानि चलवा ताहले कौन करेंगे सी आमको आशीर्वाद कर नहीं आशीर्वाद करें हाँ कि नहीं आम तांकर ये जो वाक्य सहित जब कथबार्ता करवा जब वाक्य जब आम पाठ करा खाली आम आशीर्वाद पाइबा नहीं आम ज्ञान और बुद्धि पाइपर शीघ्र पढ़ते हितोपदेश 2:6 लेखा अच्छी जेहेतु सदाप्रभु ज्ञान दिखती मुखर ज्ञान और बुद्धि निर्गत हुए इंग्राजी लेखा हुए फॉर द लॉर्ड गिव्स विजडम फ्रॉम हिज माउथ कम्स नॉलेज एंड अंडरस्टैंडिंग जेहेतु सदाप्रभु ज्ञान दिखती मुखर ज्ञान और बुद्धि निर्गत हुए जदि आपण मैंने ज्ञान और बुद्धि जदि पाइबा जदि चाहूँगी आउ जदि अंडरस्टैंडिंग पाइबा चाहूँगी ताहले आपण मैंने प्रभुंकर वाक्य को पाठ करंतु प्रभुंकर वाक्य को ध्यान करंतु प्रभु सहित कथबार्ता करंतु प्रभुंकर सहित चलतु आउ गोटे पद आप पढ़े गीत संहिता 118-15 पदे लिखाए मु समय स्वल्पता जो शीघ्र मुझे कही दूसरी से लिखाला कौन धार्मिक मान तंबुरे कौन कौन बास करे आनंद बास करे आनंदर ध्वनि धार्मिक मानकर तंबुरे आनंदर ध्वनि ना आनंद कौन पढ़ कौन आनंद आउ परित्राण कहले कौन मत बुझा परित्राण माने कौन परित्राण अर्थात उद्धार कार्य किसी समस्या आपंकर आसी जाए उद्धार से लोक मैंने दौड़ी आसी आप भौणी को पचार से भौणी प्रार्थना करते जाए पाखु भी जाते कौन कले मोर एट समस्या हो जाए मुझे कौन करी भाई से भाई पाक जाऊँगी पचार से मोर समस्या है मोर झीवर किए है देह खराब है कौन है प्रार्थना करे आपण पाक लोक मैंने दौड़ी आसे धार्मिकर तंबुरे कौन हुआ आनंद ओ परित्राण ध्वनि बास करना आनंद और परित्राण लोक मैंने एवं कोई बहुत दिन आम सुभाष भाई जानते जो मैंने पेपर पढ़ुवे से जानी हरियाणा रे सीनियर आईपीएस ऑफिसर सी कौन डीजी लेवल लोक से डीजी आ कौन कले निज को सुट कले निज को निजे गुड़ी कले सी क्या बाहर जानते गोटे आईएएस ऑफिसर को से बाहर जेहेतु से प्रभु को जानी नथे निजक निजे निजर से जो रिवॉल्वर निज बंदूक निज से गुली कर पेपर देखा समाज में निजे बहुत रोहतक से रोकले हरियाणा सी निज निजे सुट कर कहीं से बाइबल पढ़ुले प्रभु को जीशु को जानी न आउ प्रभुंर कौन कर से पाई मोर प्रिय माने मोर भाई भौणी माने आपण माने जेकोन समस्या आसुना कहीं आपण दयाकोरी बाइबल पाठ कर मोर पुओ को मुझे कहे दिन को तुम्हें 3 थर खाऊच ब्रेकफास्ट लंच आउ डिनर कम से कम दिन को 3टा चैप्टर पाठ कर पढ़ुची पाठ करी चलो ना गोटे ओल्ड टेस्टामेंट रो पाठ करिवो गोटे न्यू टेस्टामेंट रो पाठ करिवो आ गोटे आरंभ करिवो साम्स रो गीत संहिता आरंभ करिवो हेले गोटे वर्ष भितर करिवो आउ कोन हो आपण माने आशीर्वाद पाइबे आउ आपण माने कोन पाइबे खुशी पाइबे शांति पाइबे उद्धार पाइबे परित्राण पाइबे आउ कोन जहाँ सब दरकार जेकोसी विषय पढ़ा शीघ्र पढ़ा जोहन 14:13-14-15 पढ़ जाओ जोहन 14:13-14-15
ହାଲେଲୁୟା ହାଲେଲୁୟା। ଏଠି ଗୋଟେ ଶବ୍ଦ ମୋତେ ବେଶୀ ଭଲ ଲାଗେ, ଯାହା କିଛି ମାଗିବ ଅଛି ନା, କେତେ 14 ପଦରେ ଅଛି ନା 13ରେ ଅଛି, କେତେରେ ଅଛି? ତୁମ୍ଭେମାନେ ମୋ ନାମରେ 13 ପଦ ନା, ତୁମ୍ଭେମାନେ ମୋ ନାମରେ ଯାହା କିଛି ମାଗିବ, ସେ ଯାହା କିଛି ଭିତରେ ଟଙ୍କା ପଇସା ଆସିଯାଉଛି କି ନାହିଁ? କଣ୍ଡିସନ କିଏ ପାଠ ପଢ଼ୁଥିବ ଷ୍ଟୁଡେଣ୍ଟ କଲେଜରେ କିମ୍ବା ସ୍କୁଲରେ ସେଠି ମାଗିବ, ଯାହାର ସୁସ୍ଥତା ଯଦି ମାଗିବ ଯାହା କିଛି ଭିତରେ ଆସିଯିବ କି ନାହିଁ? ହଁ କି ନାହିଁ କୁହନ୍ତୁ? ପଢ଼ବାଟେ କୁହନ୍ତୁ କି? ଯାହା କିଛି କଲେ ସେଠି ଟଙ୍କା ପଇସା ମୋତେ ଆସିଯିବ, ଚାକିରି ମୋତେ ଆସିଯିବ, ରୋଗ ଥିବ ତାର ମୋତେ ମାଗିଲେ ଆସିଯିବ ନା। ତୁମେମାନେ ମୋ ନାମରେ ଯାହା କିଛି ମାଗିବ, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ଯାହା କିଛି ମାଗିଲେ ମଧ୍ୟ ପ୍ରଭୁଙ୍କ ଅନୁଗ୍ରହ ହେଲେ, ପ୍ରଭୁ ଖୁସି ହେଲେ ନିଶ୍ଚୟ ତାହା ମଧ୍ୟ ଆମକୁ ଦେବେ। ତାଙ୍କର ନାମ ହିଁ କ'ଣ? ରକ୍ତ ନିମୋନିତ ବସ୍ତ୍ର ପରିହିତ, ତାଙ୍କର ନାମ ଈଶ୍ୱରଙ୍କର ବାକ୍ୟ। ଆମେ ଈଶ୍ୱରଙ୍କ ସହିତ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କୋଉମାନେ ଟାଇମ୍ ଫିକ୍ସ କରିଛନ୍ତି? ମୋତେ କହିବେ କୋଉମାନେ ଟାଇମ୍ ଫିକ୍ସ କରିଛନ୍ତି? ମୁଁ ଏଇ ସମୟରେ ମୁଁ କଥାବାର୍ତ୍ତା କରିବି ବୋଲି ଆପଣମାନେ କିଛି ଟାଇମ୍ ଫିକ୍ସ କରିଛନ୍ତି? କୁହନ୍ତୁ ନାହିଁ, ଲାଜ କାହାକୁ ହାତ ଟେକିବାକୁ ମୁଁ କହୁନି। ମୁଁ କରିଛି ଗୋଟେ ସମୟ, ସକାଳ ସମୟରେ ଉଠି ସାରିଲା ପରେ ମୋ ପୁଅ ଦେଇକି ବ୍ରସ୍ ଟିକେ କରିଦିଏ, ପାଣି ଟିକେ ପିଇ ଦେଇକି, କିଛି ନହେଲେ କମ୍ ସେ କମ୍ ଗୋଟେ କାମ ଯଦି ଥିବ, ଅର୍ଜେଣ୍ଟ କାମ ଯିବାକୁ ହେଲେ ମଧ୍ୟ କମ୍ ସେ କମ୍ ଗୋଟେ ଚାପ୍ଟର ନହେଲେ ବି ଗୋଟେ ପ୍ୟାସେଜ୍ ମୁଁ ପଢ଼ିଦିଏ, ନହେଲେ କିଛି ନହେଲେ ଗୋଟେ କି 2ଟା ପଦ ପଢ଼ି ଦେଇକି ପ୍ରାର୍ଥନା କରିବି, ଯଦି ବେଶୀ ଏମର୍ଜେନ୍ସି ହୁଏ। ନହେଲେ ତ ପେଟ ପୁରା ପର୍ଯ୍ୟନ୍ତ ଗୋଟେ ଚାପ୍ଟର 2ଟା ଚାପ୍ଟର କଲା ପରେ ତ ବସିକି ମୁଁ ଗର୍ବ କରିବା ପାଇଁ ମୁଁ ଏଇଟା କହୁନି ଆପଣମାନଙ୍କୁ। ୟୁ ମେକ୍ ଇଟ୍ ପ୍ରାକ୍ଟିସ୍, ଆପଣ ଏଇଟା ଅଭ୍ୟାସ କରନ୍ତୁ ନିଜ ଜୀବନ ଶୈଳୀରେ। ଆପଣଙ୍କୁ ଆପଣ ଆଶୀର୍ବାଦ ଦେବେ। ମୋର ପ୍ରିୟମାନେ, ଖାଲି ଆପଣ ଯେ ପ୍ରଭୁଙ୍କର ବାକ୍ୟ ପଢ଼ିଲେ ଯେ ସବୁ ପାଇବେ ତାହା ନୁହଁ। ଅନେକ ସମୟରେ ଯେତେବେଳେ ସମସ୍ୟା ଆସିବ, ଦୁଃଖ ଆସିବ, କ୍ଲେଶ ଆସିବ, କଷ୍ଟ ଆସିବ, କାରଣ ଆମେ ଯେହେତୁ ସଂସାରରେ ଅଛି, ସଂସାର ଅଧିପତିକୁ ଦିଆହେଇଛି ସେ ଅଧିକାର ପାଇଛି ନାହିଁ, ସେ ପ୍ରଭୁକୁ ମଧ୍ୟ ଛାଡ଼ି ନଥିଲା। ପ୍ରଭୁ ଯୀଶୁ ହଁ କି ନାହିଁ କୁହନ୍ତୁ? ପ୍ରଭୁ ଯୀଶୁକୁ ମଧ୍ୟ ନେଇଗଲା ପରୀକ୍ଷା କରିବା ପାଇଁ। ଆଉ କହିଲେ କ'ଣ? ତୁମେ ଯଦି ଈଶ୍ୱରଙ୍କର ପୁତ୍ର ତାହେଲେ ତମେ ଡେଇଁ ପଡ଼ ବୋଲି କହିଲେ ନାଇଁ କି? ସେ ପର୍ବତକୁ ନେଇଗଲା, ତୁମେ ଯଦି ଈଶ୍ୱରଙ୍କ ପୁତ୍ର ଡେଇଁ ପଡ଼। ଆଉ ସେଇଠି ପ୍ରଭୁ କ'ଣ କଲେ? ବାଇବେଲରେ ଏଇଟା ମୋତେ ଲେଖାହେଇଛି, ତୁମେ ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ ବୋଲି। ସେଇଟା ଯେ ଜାଣିଥିଲେ ବୋଲି ସେଟା ଏଇଟା ବି ଲେଖାହେଇଛି ବୋଲି ସେ କହିଲେ। ଆମେ ଯଦି ପ୍ରଭୁଙ୍କର ବାକ୍ୟ ଯଦି ଜାଣି ନଥିବା ତାହେଲେ କ'ଣ କରିବ? ସେଥିପାଇଁ କରିକି ଆମକୁ ଭେରି କେୟାରଫୁଲ୍ ହେବାକୁ ପଡ଼ିବ। କ'ଣ ହେବାକୁ ପଡ଼ିବ? ଏଇ ଶୀଘ୍ର ଗୋଟେ ପଢ଼ନ୍ତୁ। ଆମେ ପ୍ରଥମ ତେସଲୋନିକ 5 ପର୍ବର 16, 17, 18 ପଦ ପଢ଼ିବା। ତିନିଟା ପଦ। ସର୍ବଦା ଆନନ୍ଦ କର, ହଁ, ନିରନ୍ତର ପ୍ରାର୍ଥନା କର, ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ। ହାଲେଲୁୟା ହାଲେଲୁୟା। ପ୍ରଭୁ ଚାହାନ୍ତି ଆପଣ ମୁଁ ଆମେ ସର୍ବଦା କେମିତି ରହିବା? କେମିତି ରହିବା ପାଇଁ ଲେଖାଯାଇଛି? ସର୍ବଦା ଆନନ୍ଦ। 16 ପଦରେ ମୁଖସ୍ଥ ପଦ ପିଲାମାନଙ୍କ ମଧ୍ୟ ଆପଣ ଶିଖେଇ ପାରିବେ। ମୁଖସ୍ଥ ପଦ କିମ୍ବା କମ୍ପିଟିସନ୍ ଯେତେବେଳେ ହେଉଥିବ ପଦ ପର୍ବର କମ୍ପିଟିସନ୍ ଲେଖିପାରିବେ। ପ୍ରଥମ ତେସଲୋନିକ 5ର 16 ପଦ ଲେଖା ହେଲା, ସର୍ବଦା ଆନନ୍ଦ କର, ସର୍ବଦା ଆନନ୍ଦ କର। ରିଜଏସ୍ ଅଲୱେଜ୍ ନା କ'ଣ ଲେଖାଯାଇଛି? ରିଜଏସ୍ ଏଭରମୋର୍, ରିଜଏସ୍ ଏଭରମୋର୍, ସର୍ବଦା ଆନନ୍ଦ କର। ଆଉ 17 ପଦରେ ଲେଖା ହେଲା, ନିରନ୍ତର ପ୍ରାର୍ଥନା କର, ଏହା ତୁମମାନଙ୍କ ନିମନ୍ତେ ଈଶ୍ୱରଙ୍କର ଅଭିମତ। ଦିସ୍ ଇଜ୍ ଦ ୱିଲ୍ ଅଫ୍ ଗଡ୍ ଫର୍ ୟୁ। ନା କ'ଣ ଲେଖାଯାଇଛି? 18 ପଦ ଠିକ୍ ପଢ଼ିଦିଅ। 18 ପଦ ପାଟି। ହଁ, Everything give thanks, for this is the will of God. ଦିସ୍ ଇଜ୍ ଦ ୱିଲ୍ ଅଫ୍ ଗଡ୍ ଫର୍ ୟୁ। ଦେଖାଇନି? For God, ଫର୍ ଗଡ୍ Christ Jesus. କନସର୍ନିଂ ୟୁ ମାନେ ଖାଇ ଦିଏ। ସେ କ'ଣ ଲେଖାଇଛି? ବର୍ତ୍ତମାନ ଯେତେବେଳେ ଆମେ ଜଗତରେ ଅଛୁ, ଜଗତରେ ପ୍ରଭୁ ଚାହାନ୍ତି ଆପଣଙ୍କ ମୋତେ ଆମ ସମସ୍ତ ପାଇଁ ଚାହାନ୍ତି ଆମେ ସଦାସର୍ବଦା କ'ଣ କରିବା ଦରକାର? ପ୍ରଭୁରେ ଆନନ୍ଦ କରିବାର ଅଛି। ଆମେ ଦୁଃଖିତ ହେବା ନାହିଁ, କାରଣ ଆମର ପ୍ରଭୁ ଯାହାକୁ ଆମେ ଉପାସନା କରୁଛୁ, ସେଇଦିନ ଶରୀରକ ମୈଶ୍ୱର ଅବେଦନକ ସେମାନେ କ'ଣ କହିଲେ ଯେ ନରକୁଦୀଶ୍ୱର ତାଙ୍କର ଷ୍ଟାଚ୍ୟୁ ଅର୍ଚିତ କରିବା ପାଇଁ କହିଲେ। ସେମାନେ କହିଲେ ଯେ ଆମର ପ୍ରଭୁ ଆମକୁ ସେଇଠୁ ନିଆଁରୁ ରକ୍ଷା କରିବା ପାଇଁ ସକ୍ଷମ ହେବ। ଯଦି ବି ନ କରନ୍ତି
आमे तुमर मूर्ति को नमस्कार करू नाही बोली तापर कौन है आपण जानते से माने को नियारे पका गला जो माने ठोकेले से माने मरि गले कौन की नहीं को आ से माने किछि होला कि हेला आ से प्रभु हम संगरे अछन गॉड इज विथ अस प्रभु निकटवर्ती फिलिप 4:5 पद लिखा है मो कि नहीं प्रभु निकटवर्ती कौन विषय चिंतित